पंथे विश्व पारे जीती राजनीति करिबारे अटई पंडिता मायार चिपारे से नौ के शिशुता एक दिन सिंहासने बसी रावण दिग्विजय करने बलाई मन विश्वास करिनता को कहे लंकापति किछि दिन भ्रमण रे बळी अछि मती फेरिबा पर्यंत राज्य चलाइबो तुही एते कहि बाहरिला मंदोदरी साई भाई मतलब काही काटिले ताहा पचार सुना भाई मु किछि दिन राज्य भ्रमण करबा निमंत्रण जाउछि ए लंका को आमे किछि दिन संभाळ आ मु नआसीबा पर्यंत आमे लंका अरण्य छाडी कुआडे जीव नाही आसुछि सुभ लंका सिंहासने बसी राज्य चलाइला एही परी किछि दिन अतीत होइला भाई गले दिग्विजय न फेरिले पुण राजकार्य करबाकू बळु नाही मन मन हुए किछि दिन भ्रमण करंती एही परी भाबु थाए विश्रवा दुहिती भाई सिना मत राज्य भारत चली गले हेले राज्य कार्य रे मोर इच्छा नहीं मोर इच्छा मु केमिति भ्रमण करती हेले राज्य पर मु कहा को देइति कागड़ सिंहासन का हस्तरे देवी विश्रवानंदिनी सदा हे उठाए भाभी चंपासुर नामे रक्ष शूर्पणखा बर बहन मिला आसी से लंकापुर पत्नी को साक्षात करी भाषई राक्षस लंका सिंहासने किंबा बसनारी ईश प्रिय श्रुप कहीं पई अविलंब स्मरण करो कौन पाई चंपा सुर को आज स्मरण करो भाषई
ରାଜ୍ୟକୁ ଯିବା ଆସ ହେ ବହନ ସ୍ୱାମୀଙ୍କୁ ଶୂର୍ପ କହି ଶୁଣ ମୋ ବଚନ ରାଜ୍ୟ ଭାର ଦେଇ ମୋତେ ଭାଇ ଦଶାନନ ଭ୍ରମିବାକୁ ଯାଇଛନ୍ତି 14 ଭୁବନ ତାର ଫେରିବା ବାଟକୁ ଚାହିଁଅଛି ମୁହିଁ ସେ ଆସିଲେ ହସ୍ତେ ଦେଇ ଯିବା ରକ୍ଷ ସାଇଁ ସ୍ୱାମୀ ମୋର ଜ୍ୟେଷ୍ଠ ଭ୍ରାତ ଲଙ୍କପତି ଦଶାନନ 14 ଭୁବନ ଭ୍ରମଣ କରିବା ପାଇଁ ଯାଇଛନ୍ତି ସ୍ୱାମୀ ସେ ଯିବାବେଳେ ମୋତେ କହିଦେଇ ଯାଇଥିଲେ ଏ ଲଙ୍କା ଗଡ଼ର ଗୁରୁ ଦାୟିତ୍ୱ ତୋ ଉପରେ ରହିଲା ତେଣୁ ମୁଁ ସେଇ କଥା ପାଳନ କରି ଲଙ୍କା ଗଡ଼କୁ ପାଳନ କରୁଛି ଗୁଣ ଭାସୁ ଅଛି ସ୍ୱରୂପ ଶୁଣ ରକ୍ଷ ରାଣ ନର ମାଂସେ ବଳି ଅଛି ମୋର ଆଶା ଜାଣ କିଛି ଦିନ ବନ ମଧ୍ୟରେ କରିବି ଭ୍ରମଣ ସହସା ଫେରିବି ମୁହିଁ କହୁଛି ବଚନ ତୁମେ ଏହି ସିଂହାସନ ଜଗିଥାଅ ବୀର ସ୍ୱାମୀଙ୍କୁ ବୋଧିନ ସ୍ୱର୍ପ ଚଳିଲା ସତ୍ୱର ସ୍ୱାମୀ ଅନେକ ଦିନରୁ ମୁଁ ନରମାଂସ ଭକ୍ଷଣ କରିନି ସ୍ୱାମୀ ତେଣୁ ମୋର ଇଚ୍ଛା ହେଉଛି ଅରଣ୍ୟ ମଧ୍ୟରେ ଭ୍ରମଣ କରି କିଛି ନରମାଂସ ମୁଁ ଖାଇ ମୋ ଉଦର ପୋଷିବି ସ୍ୱାମୀ ତେଣୁ ସ୍ୱାମୀ ଆପଣଙ୍କୁ ଅନୁରୋଧ ମୋର ମୁଁ ଯେପର୍ଯ୍ୟନ୍ତ ନ ଫେରିଛି ସେ ପର୍ଯ୍ୟନ୍ତ ଏ ଲଙ୍କା ଭାର ଆପଣଙ୍କୁ ସମ୍ଭାଳିବାକୁ ପଡ଼ିବ ସ୍ୱାମୀ তোমার ভ্রাত দিগ্বিজয়ী দশানন রাবণ 14 ভবন পরিভ্রমণ କରିବାକୁ ଯାଇଛନ୍ତି ତମକେ ଲଙ୍କାର ରାଜସିଂହାସନ ଯୋଗାଇ ଦେଇ ସେ 14 ଭୁବନ ପରିଭ୍ରମଣ କରିବାକୁ ଯାଇଛନ୍ତି ଆଉ ତମେ ମନ ବଳେଇଛ ପରିଭ୍ରମଣ କରିବାକୁ ଏଇଆ ତ ସ୍ୱାମୀ ମୁଁ ଏ ରାଜସିଂହାସନ ଯୋଗି ରହିବି এই ଚମ୍ପାସୁର এই ରାଜସିଂହାସନ ଯୋଗି ରହିବ ଏ କଥା ତ ଓ ସୂର୍ପ ସ୍ୱାମୀ ମୁଁ ଯଥାଶୀଘ୍ର ଭ୍ରମଣ ସାରି ଆପଣଙ୍କ ପାଖକୁ ଫେରି ଆସିବି ଫେରି ଆସିବ ହଁ ଫେରି ଆସିବ এই চম্পাসুর মনে মনে বিচার করছে এই চম্পাসুর শত শত জাগ্রত হয়ে মনে মনে বিচার করছে চিন্তা করছে এই স্বর্ণময় লঙ্কা ঘটক এই স্বর্ণময় রাজসিংহাসন ଯୋଉଠାରେ ଦଶାନନ ରାଜୁତି କରୁଛି ଯୋଉଠାରେ ଦଶାନନ 23 କୋଟି ଦେବତାଙ୍କୁ ପାଦରେ ଖଟାଉଛି এই ଚମ୍ପାସୁର ଏଲଙ୍କ ଉପରେ ପଡ଼ି ରହି ସବୁବେଳେ ଚିନ୍ତିତ ରହୁଛି କିଭଳି ଭାବେ ରାଜସିଂହାସନ ଅକ୍ତିଆର କରିବ ଆଉ ତମେ ଯେତେବେଳେ କହୁଛ ତମେ ପରିଭ୍ରମଣ କରିବ এই ଚମ୍ପାସୁରକୁ ଦାୟିତ୍ୱ ଦେଇ ଅଚିରେ ମୁଁ ଗ୍ରହଣ କରୁଛି ଆରେ ଯାଅ ମୁଁ ଆଶୀର୍ବାଦ କରୁଛି ଭାଇ ତମର 14 ଭୁବନ ପରିଭ୍ରମଣ କରିବାକୁ ଯାଇଛନ୍ତି ତମେ ଯାଅ ସେଇ 14 ଭୁବନ ପରିଭ୍ରମଣ କରି ଆସ ମୁଁ ତମର ଦାୟିତ୍ୱକୁ ସ୍ୱୀକାର କରୁଛି ସ୍ୱୀକାର ମତେ ବିଦାୟ ଦିଅନ୍ତୁ ସ୍ୱାମୀ ଯାଅ ମୁଁ ତମ ଆଶୀର୍ବାଦ କରୁଛି ସିଂହାସନେ ଲୋଭ ବହି ଆସନେ ବସିଲା ଅନଙ୍ଗ କହଇ ଜପା କାଳ ଯେ ପୁରିଲା ଶୁଣ ସୁଖ୍ୟ ଜନ ବସି ସିଂହାସନ ଭାବଇ ସେ ରକ୍ଷ ସାଇ ବଧି ଲଙ୍କା ସାଇ ଏହି ଲଙ୍କା ବହି ରାଜନ ହୋଇବି ମୁହିଁ ଯେ ଏତେ ଭାରି ରାକ୍ଷସ
সেই দশরথ রাবণକୁ ପ୍ରାଣ ବିନାଶ କରିବି ସତରେ କଣ ମୋ ଆଶା ପୂରଣ ହେବ କାହିଁ ରାଜ ସିଂହାସନ କାହିଁ ଚମ୍ପାସୁର ମହିଷ୍ମତିପୁର ସେ ରାକ୍ଷସ ବୀର ନାମ ତାହାର ନାରକା ବିଜୟ ନାଦକୁ ବଜାଇ ଆସୁଛି ଚିରିବା ପାଇଁ ସେ ଲଙ୍କାରେ ଲଙ୍କା ଦ୍ୱାର ଦେଶରେ ଆସିବ ହରି ଲୀଳା ଘରେ ଲଙ୍କା ଦ୍ୱାର ଦେଶରେ ଦ୍ୱାରି ଜଗିଥିଲା ଲଙ୍କା ଦ୍ୱାରେ ଲଙ୍କା ଦ୍ୱାର ଦେଶରେ ମହେଶ୍ମତି ନଗର ରାଜା ମୋ ନାମ ହେଉଛି ମୋର ନାମ ହେଉଛି ନାରକାସୁର ଏ ଲଙ୍କାର ଦ୍ୱାର ଦେଶରେ କିଏ ତୁମେ ଅଛ ଦ୍ୱାରୀ ନା ଆଉ କିଏ ଲଙ୍କାଧିପତିଙ୍କର ଦ୍ୱାରୀ ଦ୍ୱାର ଦେଶରେ ଦଣ୍ଡାୟମାନ ଦ୍ୱାରୀ ଆଜ୍ଞା ଆଉ ଲଙ୍କାର ରାଜାଙ୍କୁ କୁହ ଏ ମହେଶ୍ମତି ନଗର ରାଜନ ନାରକାସୁର ତା ଲଙ୍କା କଟକର ଦ୍ୱାର ଦେଶରେ ରହି ଯୁଦ୍ଧର ଭିକ୍ଷା କରୁଛି ଯଦି ପାରୁଛ ସେ ନାରକାସୁର ସଂଗତରେ ଯୁଦ୍ଧ କରି ମତେ ପରାସ୍ତ କରନ୍ତୁ ମତେ କାହିଁ ଲାଗୁନି ଆପଣ ଆମ ରାଜାଙ୍କୁ ଦୂତ ଆଜ୍ଞା ଯଥା ଶୀଘ୍ର ଯାଅ କୋଉଠୁ ଆସିଛନ୍ତି ଆପଣ ମହେଶ୍ମତି ନଗର ରାଜା ମହେଶ୍ମତି ନଗର ରାଜା ମହେଶ୍ମତି ନଗର ଶୀଘ୍ର ଦ୍ୱାରି ଯାଇ ଚମ୍ପାସୁରେ କହି ଆସିଛି ବୀର ନାରକା ଯୁଦ୍ଧ କରିବାକୁ ବଳାଇ ମନକୁ କାହିଁ ଆସିଛି ସେ କାଳେ ଯୁଦ୍ଧ କରନ୍ତୁ କବି ରହିଲେ ଥାନ ଲଙ୍କା ବିଭୂତିରେ ଯୁଦ୍ଧ କରନ୍ତୁ କବି ଏବେ ନାହାନ୍ତି କଳଙ୍କପତିରେ ଯୁଦ୍ଧ କରନ୍ତୁ କବି ମହାରାଜାଙ୍କର ଜୟ ହେଉ ଆଜ୍ଞା ସମ୍ବାଦ ଦୂତ ଆଜ୍ଞା ମହେଶ୍ମତି ନଗର ରାଜା ଆସିଛନ୍ତି ମହେଶ୍ମତି ନଗର ରାଜା ତାଙ୍କ ନାଁଟା କଣ କହିଲେ ନାରକାସୁର ନାରକାସୁର ଆଜ୍ଞା କୋଉ ବିମୁଖୀ ଆସିଛନ୍ତି ଆଜ୍ଞା ସିଏ ଯୋଉ ଭଳି ଆଜ୍ଞା ସିଏ ଗର୍ଜନ ଦଉଛନ୍ତି ସିଏ ଯୁଦ୍ଧ ଭିକ୍ଷା କରିବାକୁ କହୁଛନ୍ତି ଯୁଦ୍ଧ ଭିକ୍ଷା କରିବାକୁ କହୁଛନ୍ତି ଆଜ୍ଞା ଏବେ ତ ଲଙ୍କାଧୀଶର ନାହାନ୍ତି ଲଙ୍କାରେ ଆପଣ ଯୁଦ୍ଧ କରିବେ ଶୁଣ ଆଜ୍ଞା ଦୂତ ଆଜ୍ଞା କହିଦବୁ ସେ ନାରକାସୁରକୁ ଏ ଲଙ୍କା କଟକର ରାଜା ଦଶାନନ 14 ଭୁବନ ପରିଭ୍ରମଣ କରିବାକୁ ଯାଇଛନ୍ତି ତାଙ୍କ ପରିବର୍ତ୍ତେ ରାଜା କଟକ ଏଇ ଲଙ୍କା କଟକର ରାଜା ରାଜସିଂହାସନ ଅକ୍ତିଆର କରିଛନ୍ତି ଜମ୍ପାସୁର କହିଦିଅ ଯଦି ଶକ୍ତି ସାମର୍ଥ୍ୟ ଥାଏ ତାହେଲେ ଜମ୍ପାସୁର ସହିତ ଯୁଦ୍ଧ କରିବା ପାଇଁ ନାଇଁ ନାଇଁ ଆଜ୍ଞା କର ମୁଁ ଗୋଟେ କଥା କହୁଛି ଆଜ୍ଞା କୁହ ଯେହେତୁ ଆମ ଦଶାନନ ନାହାନ୍ତି ମହାରାଜା ଆପଣ ରାଜଗାଦୀରେ ଅଛନ୍ତି ତାଙ୍କ ସହିତ ଯୁଦ୍ଧ କରିବାକୁ ପଡିବ ନହେଲେ ଆଜ୍ଞା ରାଜ୍ୟ ରକ୍ଷା ହେବନି ଶୁଣନ୍ତୁ ତ ଏ ରାଜସିଂହାସନ ଅସମ୍ମାନ ହେବ ହଁ ଆପଣ କଣ ଭୟ କରୁଛନ୍ତି ମୁଁ ଯୁଦ୍ଧକୁ ଯିବି ଯିବେ ଆସନ୍ତୁ ଗତି ଚମ୍ପାସୁର କହେ ରକ୍ତ ବୀର ରଜାରୁ ମୋର ସାହସ
আরে তোতে কোন সে লঙ্কাপতি রাবণ দূত ভাবে যুদ্ধ করিয়া ପାଇଁ পঠেছি আরে তু তো লঙ্কার রাবণ নুহে তু কি আছে কাহিଁକି ତୁ ମୃତ୍ୟୁକୁ ବରଣ କରିଛୁ ଲଙ୍କା କଟକର ରାଜା ଦିଗ୍ବିଜୟୀ ରାବଣ 14 ଭ୍ରମଣ କରି ଭ୍ରମଣ କରିବାକୁ ଯାଉଛନ୍ତି। ଆଚ୍ଛା ବହୁତ ସୁପର୍ଣ୍ଣକାର ସ୍ୱାମୀ ସୁବର୍ଣ୍ଣକାର ସ୍ୱାମୀ ଚମ୍ପାସୁର এই রাজা সিংহাসন অক্তিয়ার করেছে। আরে আগে ভাই শূন্যবাই লঙ্কার রাজা যদি সত্যি থায় সমর্থ থায় সত্য সিংহাসন বড় নেই ମୁଁ ଆସିଛି ମୋ ସହିତ ଯୁଦ୍ଧ କରିବା ପାଇଁ। ঠিক আছে চম্পাসুর যুদ্ধ ପାଇଁ প্রস্তুত হয়ে যা লঙ্কাপুর জীব উড়িতে সেনা প্রহর আহে অনঙ্গ কহে সে রসে উড়িতে সেনা প্রহর শিবাগে শিব কহন্তি সুরর মরি মরি ঘরে মদিন রহিলে দুই রাক্ষস মরি যে কাহাকু মারি বসই কেহু দেলে উঠাই চন্দ্রপরে কেহু বসিল ভগান্তে উঠাই গড়াগড়ি রে সুখে সিংহ গজন মনসা সবাই বেমারে কিবা বহে পবন এ সময়ে দুঃখ ভক্তরে আঁঠু নেই নামকা ওহো কেহু রক্ষি মরে তাকু না করে কা বজ্র মুষ্টি কুপ্রহারিণ দেহু রাক্ষসনার আঘাতরে প্রহারণে গণজঙ্গল প্রাণ রে জয় হে লাবণীর ଦେଖିଲେ ତ ତମେ ଚମ୍ପାସୁର ତ ମୃତ୍ୟୁବରଣ କରିଛନ୍ତି ତ ଦୂତ ଆଜ୍ଞା ମୋର କିଛି ଭୁଲ ନାହିଁ ମତେ କିଛି କୁହନ୍ତୁନି ମୁଁ ଏବେ ଆସୁଛି ଦୂତ ଆଜ୍ଞା ଏ ନାରାଖସୁରର ମୋର ଆକ୍ରମଣ ଜାଣିଲେ ତ ଆଉ ଯେ ପର୍ଯ୍ୟନ୍ତ ଲଙ୍କପତି ଆସିବେ ହେଲେ ତାହେଲେ ତମେ ଲଙ୍କପତିକୁ ସମ୍ବାଦଟା ଜଣାଇ ଦଉ ଦୂତ ମହେଶମତି ନଗର ଆସୁଛି ମୁଁ ଦୂତ ନାଟା ମନେ ରହିଲା ମହେଶମତି ନଗର ରାଜା ନରକାସୁର এই সমୟରେ ফেরই যে শ্মশানন ভরিলি অসকুল মান দেখুছি যে সেই লঙ্কা হবনি তর তর হই যাই যে দেখি হেলা চকিত
स्वामी कहांती दूत मोर स्वामी कहांती स्वामी आउ स्वामी अछंती कोन हैची आई स्वामी की से जो आसी देला जो कोन महेशमती नगर राजा की आस्तरा नारका से नारका आपण को स्वामी को जीवन टाकू त कौखुनी रे बांधी के नहीं गला कि कौन कहले दूत मो स्वामी और नाहती आउ अछंती जे स्वामी की देखिबो बालू तो करे तुम्हारा है ये होई मौसा की करी भी भाई हुआई जे पुराना हंतिया मो स्वामी चली गले मु तो विधवा हो जीवी हेले मोर बाळू तो संतान ताको बे किए सहाय हेबो ए लंका गडरे न रही मु जाउची मो निज राज्य को मु चली जीवी हो मो निज राज्य को मु चली जीवी दुखरे भांगी पड़ी अछि से तो नारी Sita Karo Soto
ସମୟରେ ନାରକାସୁର ବେଳେ ଜଣେ ରାକ୍ଷସ ଆସିଥିଲା ତୋ ପିତାଙ୍କୁ ଯୁଦ୍ଧାଭିକ୍ଷା କରିଥିଲା ଆଉ ସେଇ ଯୁଦ୍ଧରେ ତୋ ପିତାର ପ୍ରାଣ ହରେଇଛନ୍ତି ପୁତ୍ର ତୋ ପିତା ପ୍ରାଣ ହରେଇଛନ୍ତି ଆଉ ଆମେ କାହିଁକି ବଞ୍ଚିବା ପୁତ୍ର ଚାଲ ପୁତ୍ର ଆମେ ସମୁଦ୍ର ଘାସ ଦେଇ ଜୀବନ ମାରିବା ପୁତ୍ର ଜଟାସୁର କହେ ମାତ ରାକ୍ଷସ ବଂଶେ ମୁନା କହେ ଜଟାସୁର କରୁଥିର ହରିଛି ମୋର ଶରୀର Para